ଗରିବଙ୍କ ପାଇଁ ସରକାରଙ୍କ ନୂଆ ନିୟମ ବିନା ରାସନ କାର୍ଡରେ ହେଲ୍ଥ କାର୍ଡ ପାଇପାରିବେ। ତ ଦେଖନ୍ତୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଯାହାକି ଆପଣମାନେ ରାସନ କାର୍ଡ ଧାରୀ ଆଉ ଯେଉଁମାନଙ୍କ ରାସନ କାର୍ଡ ନାହିଁ ସେମାନେ କେମିତି ଏଇ କାର୍ଡ ହେଲ୍ଥ କାର୍ଡକୁ କେମିତି ଆପଣମାନେ ପାଇପାରିବେ, ଯାହାକି ଆମ ଭାରତର ପ୍ରଧାନମନ୍ତ୍ରୀ ଏଇ ଆୟୁଷ୍ମାନ କାର୍ଡକୁ ଆମ ଓଡ଼ିଶାରେ ବି ଆପଣମାନେ ପାଇପାରିବେ, ଯାହାକି ଖୁବ୍ ଶୀଘ୍ର ଆଣିବାକୁ ଯାଉଛନ୍ତି, କୁହାଯାଉଛି ଆୟୁଷ୍ମାନ କାର୍ଡ। ତ ଦେଖନ୍ତୁ ଫୁଲ୍ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିପାରିବେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ। ତ ଦେଖନ୍ତୁ ଲୋକମାନଙ୍କୁ ସଶକ୍ତି କରିବା ପାଇଁ ଭାରତରେ ଅନେକ ଉତ୍କୃଷ୍ଟ ଯୋଜନା ଆରମ୍ଭ କରାଯାଉଛି ଯାହା ବିପୁଳ ଲାଭ ଦେଉଛି। ଇତିମଧ୍ୟ ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଯଦି ଆପଣଙ୍କର ରାସନ କାର୍ଡ ନାହିଁ ତେବେ ଅଧ ଚିନ୍ତା କରନ୍ତୁ ନାହିଁ, ଆପଣ ରାସନ କାର୍ଡ ବିନା ଅଟଳ ଆୟୁଷ୍ମାନ କାର୍ଡ ଯୋଜନା ଅଧୀନରେ ଆୟୁଷ୍ମାନ କାର୍ଡ ପାଇପାରିବେ। କେବଳ ଏତିକି ନୁହେଁ, ହିତାଧିକାରୀଙ୍କ ପାଇଁ ରାସନ କାର୍ଡ ନଥିଲେ ମଧ୍ୟ ସେମାନଙ୍କ ଭୋଟର ପରିଚୟ ପତ୍ର ବ୍ୟବହାର କରିପାରିବେ, ସହଜରେ ସେମାନଙ୍କ କାର୍ଡ ତିଆରି କରିପାରିବେ। ବର୍ତ୍ତମାନ ରାଜ୍ୟ ସ୍ୱାସ୍ଥ୍ୟ ଅଧିକରଣ ପ୍ରସ୍ତାବକୁ ସରକାର ନିକଟକୁ ପଠାଇଛନ୍ତି, ଯାହା ଖୁବ୍ ଶୀଘ୍ର ଅନୁମୋଦନ କରିବେ ବୋଲି ଆଶା କରାଯାଉଛି, ଯାହାଦ୍ୱାରା ବହୁ ସଂଖ୍ୟକ ଲୋକ ଉପକୃତ ହୋଇପାରିବେ। ଆଶା କରାଯାଉଛି ଖୁବ୍ ଶୀଘ୍ର ଏହି ପ୍ରସ୍ତାବକୁ କ୍ୟାବିନେଟ୍ରେ ଅଣାଯିବ, ଯାହା ମଧ୍ୟ କାର୍ଯ୍ୟକାରୀ ହେବ ବୋଲି ଯୋଜନା କରାଯାଉଛି। କେବଳ ଲୋକମାନେ ଏହି ଲାଭ ଉଠାଇ ପାରିବେ। ଏହି ଯୋଜନା ଆରମ୍ଭ କରିବା କାର୍ଯ୍ୟ କରାଯାଇଥିଲା। ଏହି ସହିତ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କରିଥିଲେ। 5 ବର୍ଷ ପରେ ମଧ୍ୟ ସମସ୍ତ ଲୋକଙ୍କ ପାଇଁ ଆୟୁଷ୍ମାନ କାର୍ଡ ତିଆରି କରାଯାଇ ନାହିଁ। ଏଥିସହିତ ଏହି ଯୋଜନା ଅଧୀନରେ ପ୍ରାୟ 82 ଲକ୍ଷ ହିତାଧିକାରୀ ପାଇଁ କାର୍ଡ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ଚାଲିଛି। ଏଥିରେ ବର୍ତ୍ତମାନ ପର୍ଯ୍ୟନ୍ତ 57 ଲକ୍ଷ ହିତାଧିକାରୀଙ୍କ ପ୍ରସ୍ତୁତ କରାଯାଇଛି। କେତେକ ରିପୋର୍ଟ ଅନୁଯାୟୀ ପ୍ରାୟ 25 ଲକ୍ଷ ଲୋକ ଅଛନ୍ତି ଯେଉଁମାନଙ୍କର ଏହି ସୁବିଧା ପାଇପାରୁନାହାନ୍ତି। ସେଭଳି ପରିସ୍ଥିତିରେ ପ୍ରାୟ 25 ଲକ୍ଷ ହିତାଧିକାରୀ ମାଗଣା ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି। ବର୍ତ୍ତମାନ ଆୟୁଷ୍ମାନ କାର୍ଡ ତିଆରି ପାଇଁ ରାସନ କାର୍ଡ ବାଧ୍ୟତାମୂଳକ କରାଯାଇଛି। ଏହିପରି ଅନେକ ପରିବାର ଅଛନ୍ତି ଯେଉଁମାନେ ପାଖରେ ରାସନ କାର୍ଡ ନାହିଁ ଏବଂ 5 ଲକ୍ଷ ଟଙ୍କା ମୂଲ୍ୟର ମାଗଣା ଚିକିତ୍ସା ସୁବିଧା ମଧ୍ୟ ମିଳୁନାହିଁ। ଏହା ସହିତ ରାଜ୍ୟର ଅନେକ ଲୋକ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ସିଂ ରାଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାର ପରେ ସେହି ସମସ୍ୟାର ବିଫଳ ଖୋଜିବା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ପ୍ରାଧିକରଣ ହିତାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୁଷ୍ମାନ କାର୍ଡକୁ ରାସନ କାର୍ଡ ବିନା ତିଆରି କରିପାରିବେ ସକ୍ଷମ ହେବ, ଯାହା ପାଇବାକୁ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ବୁଝିବାକୁ ପଡ଼ିବ। ପରିବାରର ମୁଖ୍ୟ ପ୍ରଥମେ ଏହି ସୁବିଧାର ଲାଭ ପାଇବେ। ମୁଣ୍ଡ ଆଧାରରେ ପରିବାର ଅବଶିଷ୍ଟ ସଦସ୍ୟଙ୍କ ପାଇଁ ଏହି କାର୍ଡରେ ତିଆରି କରିବାର କାର୍ଯ୍ୟ ମଧ୍ୟ କରାଯିବ। କାର୍ଡ ତାହେଲେ ଆପଣମାନେ ଖୁବ୍ ଶୀଘ୍ର ପାଇବାକୁ ଯାଉଛନ୍ତି। ତ ଏଇ ବଢ଼ିଆ ଆଜି ଅଭ୍ୟାସ ଥିଲା। ଆଶା କରୁଛି ଭିଡ଼ିଓ ଭଲ ଲାଗିଥିବ, ତାହେଲେ ସେୟାର କରନ୍ତୁ।